नीलाद्रि चतुर्धामूर्तये नमः। जय शिशु अनंत, जय ज्योतिर्प्रभा रामचंडी, रामचंडी अनंत सरोवर तीर्थेश्वर अमरेश्वर समस्त सद्गुरुवृंद और समस्त प्रणाम निवेदन करी समस्तंकर शुभ कामना करुछि। पुरी रे रथ यात्रा, पुरी कौन? पुरी कहिले एक व्यापक शब्द को बुझा जाए। गायत्री मंत्र रे जो शब्द गुड़िक अच्छी ओम भू, ओम भुव, ओम स्व, ओम मह, ओम जन, ओम तप, ओम सत्य, ये सबू जाक होती पुरी बा श्रीक्षेत्र, जहाकू अन्य एक श्लोक आम कहू पूर्णमद पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेव वशिष्यते। ये होती पुरी, पुरीर वर्णना। श्रीक्षेत्र, श्री कहले शरीर, गोड़ीमाटी पहाड़ पर्वत ठारू आरंभ करी पिंपुड़ी जंदा पर्यंत ता भीतर तो मनुष्य रहिले, पशुपक्षी रहिले, समस्तंकर श्री कहले शरीर। सबु शरीर मुक्ति क्षेत्र होची पुरी। ये सब कथा परे एठी रथ चलुची, रथ होची शरीर। रथरे किए अछंती? रथरे अछंती बड़ भद्रा जगत ताकू टिके उल्टे देले जगतर बड़ बलभद्र रूप में अच्छा। ये बड़ भितर सब कथा रहा। जगतर समस्त भद्रता, भद्र पुरुष भद्र नारी, ये सुभद्रा भीतर रहा। जगत, जगत कहले जेते प्रकार जगत दुनिया रे अच्छी, महाशून्य ठारू एजावत जिते जगत अच्छे आम जहाँ जाने कि ना शुणी केवल कहूचंती एमती अच्छी सेमती अच्छी, एमती देखिथिलु सेमती देखिथिलु, आम गुरु एमती कहले सेमती कहले, किंतु कई किसी देखी ना। जहाँ थिला अच्छी एवं रहिबो से गोटिक होची श्रीक्षेत्र। से श्रीक्षेत्र होची पुरी धाम। से श्री पुरी धाम होची
ପୁରୁଷୋତ୍ତମ କ୍ଷେତ୍ର। ସେଇ ହେଉଛନ୍ତି ଚକ୍ର ସୁଦର୍ଶନ, ଯିଏ ନିଜ ଇଚ୍ଛାରେ ତୈରି ହେଇଛନ୍ତି ବା ସୃଷ୍ଟିକୁ ତୈରି କରିଛନ୍ତି, ସେଇ ହେଉଛନ୍ତି ଜଗନ୍ନାଥଙ୍କ ସ୍ୱରୂପୀ ସୁଦର୍ଶନ। ଆକୁ ସବୁ ମିଶେଇ ଦେଲେ ଗୋଟିଏ ଶବ୍ଦ ଆସିବ, ଜୟ ଗୁରୁ। ଗୁଣ ଯୋଉଠି, ରୂପ ଯୋଉଠି, ସବୁ ସେଇଠି। ଗୁଣକୁ ବତାଏ ଯିଏ, ରୂପକୁ ଚିହ୍ନାଏ ଯିଏ, ସେଇ ହେଉଛନ୍ତି ତମ ମତରେ ଯାହା, ତୁମେ ଯାହା ଭାବିବ ସେଇଆ। କ୍ଷେତ୍ର କହିଲେ ଇଏ ଦେଶ ବିଶ୍ୱ, ଆମ ଶରୀର, ଏ ସବୁଗୁଡ଼ାକ ହେଉଛି କ୍ଷେତ୍ରୀୟ କ୍ଷେତ୍ର। ଆମରି ଭିତରେ ଯେଉଁ ଘୋଡ଼ା ଗୁଡ଼ାକ, ଇନ୍ଦ୍ରିୟ ଗୁଡ଼ାକ ଅଛନ୍ତି, ସେମାନେ ରଥର ଘୋଡ଼ା। ଆତ୍ମା ହେଉଛନ୍ତି ରଥୀ। ମନ ହେଉଛି ଦାହୁକ, ମାନେ ବେତ ହଲେଇ ଯିଏ ଆଗକୁ ଯାଅ ବୋଲି କହୁଛି। ଜଗନ୍ନାଥଙ୍କର ଲୀଳା ହେଉଛି ମାନବୀୟ ଲୀଳା। ମାନବ ଜଗତରେ ଯାହା ହେଉଛି ବା ହେବ ବା ହେବାର କଥା, ସେଇଗୁଡ଼ାକ ହେଉଛି ଜଗନ୍ନାଥଙ୍କର ପବିତ୍ର ଦର୍ଶନ। ଆମେ ଯେଉଁ କଥା ପ୍ରସଙ୍ଗରେ ସବୁ ଜାଣିଛୁ କହୁଛୁ, ସେ ମୃଗୁଣୀକି ତାରିଲ, ଗଜକୁ ତାରିଲ, ଦ୍ରୌପଦୀକି ତାରିଲ, ମୋତେ କାହିଁ ତାରିବନି, ସେ ଅଜାମିଳକୁ ତାରିଲ, ପୁତ୍ର ନାମ ସେ ଚପିକି ତରିଗଲା, ଧ୍ରୁବକୁ ଦେଖାଦେଲ, ପ୍ରହ୍ଲାଦଙ୍କୁ ଦେଖାଦେଲ, ଆଉ କାହାକୁ ସବୁ ଦେଖାଦେଲେ, ବିଶ୍ୱାବସୁଙ୍କୁ ଦେଖାଦେଲ, ରାଜା ଇନ୍ଦ୍ରଦମ୍ନକୁ ସ୍ୱପ୍ନରେ କହିଲ, ଗୁଣ୍ଡିଚା ରାଣୀକି ସ୍ୱପ୍ନରେ କହିଲ, ବିଦ୍ୟାପତିଙ୍କ ଦ୍ୱାରା ସେ ସ୍ଥାନ ନିର୍ବାଚନ କଲ। ଏ କଥା ଆପଣମାନଙ୍କୁ କିଏ କହିଥିଲା? ଗୋଟିଏ ବହି ଆପଣଙ୍କୁ ଶୁଣେଇଥିଲା। ସେ ବହିଟି କିଏ ଲେଖିଥିଲା? ସେ ଇନ୍ଦ୍ରଦମ୍ନ ଲେଖିଛନ୍ତି କି? ବିଶ୍ୱାବସୁ ଲେଖିଛନ୍ତି କି? ବିଦ୍ୟାପତି ଲେଖିଛନ୍ତି କି? ଯେମିତି ରାମଚରିତ୍ର ମାନସକୁ ଲେଖିଛନ୍ତି ତୁଳସୀଦାସ, ରାମାୟଣକୁ ଲେଖିଥିଲେ ବଲ୍ମୀକ, ସେମିତି ଏହାକୁ କିଏ ଲେଖିଛି? ଇନ୍ଦ୍ରଦମ୍ନଙ୍କର ଘର କେଉଁଠି? ତାଙ୍କ ରାଜବାଟର ଅଂଶ କିଛି ଜାଣିଛ? ମୁଁ କାହିଁକି ବେଳେବେଳେ ଭାବେ କିଛି ତ ସମୟ ଅତିବାହିତ କରିବାକୁ ପଡ଼ିବ, ଲୋକଙ୍କୁ ତ କିଛି ଶୁଣେଇବାକୁ ପଡ଼ିବ। ସେଥିପାଇଁ ଗୋଟିଏ ଲମ୍ବା ଉପାଖ୍ୟାନ ଆମକୁ କହିବାକୁ ପଡ଼ିବ। ଇଏ ହେଉଛି ଗୋଟିଏ ଆଧ୍ୟାତ୍ମିକ ଲମ୍ବା ଉପାଖ୍ୟାନ, ଯେଉଁ କଥାକୁ ଶୁଣିଲେ ଜଗନ୍ନାଥଙ୍କ ପ୍ରତି ଭକ୍ତି ଆମର ଚତୁର୍ଗୁଣିତ ହେବ। ସେତିକି କଥା ପଢ଼ିଆ କେବଳ ଜାଣିଛି। ଇଏ ଗୋଟିଏ ଛୋଟିଆ କ୍ଷେତ୍ର, ଗୋଟେ ଅନନ୍ତଙ୍କ କ୍ଷେତ୍ର। ଆକୁ ଆମେ ଆମର କହୁଛୁ ପରିବାର ତୀର୍ଥ। ସବୁ ପରିବାରଙ୍କର ଦୁଃଖକୁ ଯିଏ ମୋଚନ କରନ୍ତି, ଅନେକ ଶିଶୁଙ୍କୁ ଜନ୍ମ ଦିଅନ୍ତି, ସେ ହେଉଛନ୍ତି ପ୍ରଭୁ ଅନନ୍ତ। ସେଇ ଅନନ୍ତ ହେଉଛନ୍ତି ଜଗନ୍ନାଥ। ସେଇ ସବୁ କାଳକ୍ରମେ ଆମେ ଏଇ ଅନନ୍ତଙ୍କର ଗୋଟେ ଉଇ ହୁଙ୍କା ଭିତରେ ସେ ଅନନ୍ତଙ୍କର ଆଲୋକକୁ ଦର୍ଶନ କରିଥିଲୁ।
ଏହା ମିଥ୍ୟା ନୁହେଁ। ସେଇ ହୁଙ୍କାଟିକି ଅନନ୍ତ ବୋଲି ଡାକିଥିଲୁ, ଏହା ମଧ୍ୟ ମିଥ୍ୟା ନୁହେଁ। ପୂଜା କରିଥିଲୁ ଗୋଟେ କଣ୍ଟେଇ କୋଳି ଗଛକୁ, ଏହା ମଧ୍ୟ ମିଥ୍ୟା ନୁହେଁ। ପୂର୍ବଦ୍ୱାରରେ ଦାରୁ ବୃକ୍ଷ, ଆଛୁ ବୃକ୍ଷଟିଏ ଦେଖିଥିଲୁ, ତା ମଧ୍ୟ ମିଛ ନୁହେଁ। ଜ୍ୟୋତିର୍ପ୍ରଭାଙ୍କୁ ମଧ୍ୟ ଆଉ ଗୋଟେ ହୁଙ୍କା ଭିତରେ ଗୋଟେ ଆଲୋକ ଦେଖିଲୁ, ସେ ହେଉଛନ୍ତି ମା ଶାରଦା, ଏସବୁ ମିଛ ନୁହେଁ। ତାପରେ ମଣିଷ ବଢ଼ିଲେ, କ୍ଷେତ୍ର ବଢ଼ିଲା, ଗୋଟିଏ ଡିସିମିଲି ଜାଗା ବି ଏଠି ନଥିଲା। ମୋ ବାପା ଅଜାଙ୍କ ସମ୍ପତ୍ତିରେ ଏଠି ଆଶ୍ରମଟିଏ ଆରମ୍ଭ ହେଲା। ଦଉଡ଼ିଆ ଖଟଟିଏ, ବାଉଁଶ କବାଟଟିଏ, ତା ଦେହରେ ଗୋଟିଏ ଡୋର, ସେ ଡୋରଟା ହେଉଛି କୋଲପ। ଗୋଟିଏ ପାଖରେ ଚୁଲି ହାଣ୍ଡି, ଗୋଟିଏ ପାଖରେ ବଳିଆ ଶୁଏ। ମଝିରେ ଯେଉଁ ଜାଗାଟା ରହିଲା, ଏ ନନା ଧଡ଼ି ନନା ଶୁଅନ୍ତି। ପ୍ରତ୍ୟେକ ଦିନ ଆମକୁ ଟିକେ ଜଗିବା ପାଇଁ ବା ଘଣ୍ଟ ବଜାଇବା ପାଇଁ ଗୋଟିଏ ଲୋକ ଆସେ, ସେ ହେଉଛନ୍ତି ଗୁଣ ସେଠି। ଏହିପରି ଭାବରେ ଲୀଳା ଚାଲୁ 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 ଗୋଟେ କୀର୍ତ୍ତନର ନିନାଦ ଆମେ ଶୁଣିଛୁ। ଏହା ସତ୍ୟ ସତ୍ୟ ସତ୍ୟ। ତାପରେ ଗୋଟେ ଯଜ୍ଞ ଫଜ୍ଞ ହେଲା, ଏମିତି ସବୁ ହେଲା। ଆଉ ବରଗଛଟିଏ ପୋତା ହେଲା, ସେ ଧର୍ମବଟ ରୂପରେ ପୂଜା ପାଇଲେ। ମୁଁ ଜୀବନୀ କହୁନି, ମୁଁ କହୁଛି ଏ ଇତିହାସ। ଗୋଟିଏ ପାଗଳ ପୁଳିଏ ମୂର୍ତ୍ତି ଆଣିକିରି ମଠରେ ପହଞ୍ଚିଗଲେ। ଇଏ କ'ଣ ଏଗୁলো ନା, ମୁଁ ରିଟାୟାର୍ଡ଼ କଲା ପରେ ଏଇ ମୂର୍ତ୍ତି ଗୁଡ଼ିକୁ ଦେଉଳ କରି ପୂଜା କରି ଦୁଇ ପଇସା ରୋଜଗାର କରିଥାନ୍ତି। ଶୁଣନ୍ତୁ, ମୂର୍ତ୍ତି କେଉଁଠି, ଆଙ୍କ ଭାବ କେଉଁଠି, ଟଙ୍କା କେଉଁଠି। ଯେତେ ମୂର୍ତ୍ତି ଗଢ଼ା ହୋଇଛି ସବୁଯାକ ମୂର୍ତ୍ତିର ନହେଲେ ବି ମାନେ କିଛି ମୂର୍ତ୍ତି ନିଶ୍ଚୟ ବ୍ୟବସାୟକ ଭାବରେ ଗଢ଼ା। ଆପଣ ହଁ, ଆମେ ସବୁ ଘରଯାକ ପାଗଳ ହେଇଗଲୁ। ମୋତେ ସମସ୍ତେ କହିଲେ ବଳିଆଙ୍କ ଆଶ୍ରମ ସାହାଯ୍ୟ, ଏ ଅନ୍ତ ଗୋସାଇଙ୍କ ଆଶ୍ରମ। ମୁଁ ନେଇଯାଇଛି, ଆପଣ ରଖ। କହିଲେ ତମେ କିଏ ହୋ? ତମେ କିଏ? ମୁଁ ଏଇଟା କାହିଁ ରଖିବାକୁ ଯିବି? ମୋ ବାପାର କ'ଣ ପଇସା ନାହିଁ ତ ଥିଲା? ମୁଁ କ'ଣ ଚାହିଁଥିଲେ ଶଙ୍ଖ ମାର୍ବଲ ପଥର କିଣିନଥାନ୍ତି? ତମେ ଏଠି ଏଗୁଡ଼ା କିଏ ପୂଜା କରିବ? ଏତିକି କହିକିରି ମୁଁ ଟିକେ 10-20 ହାତ ଘୁଞ୍ଚି ଆଇଛି। ତାପରେ ଗଲାକୁ ସେ ମୂର୍ତ୍ତି ଗୁଡ଼ିକ ସବୁ ତଳେ ଗଡ଼ୁଛନ୍ତି। ସେ ଯେଉଁ କ'ଣ ଏଟାକୁ କହୁଛନ୍ତି, ଏ ଯେଉଁ ଅଟୋ, ଯେଉଁ ଡାଲା ଅଟୋ ନା କ'ଣ କହୁଛନ୍ତି, ଟଲି ତାକୁ ଓଜାଡ଼ି ଦେଇକି ସେ ଏମିତି କ୍ଷିପ୍ର ଗତିରେ ଯାଇଛି ଯେ ଆଉ ତ ରାସ୍ତା ଫାସ୍ତା କେଉଁ ବାଟେ ଏଠି ନଥିଲା। ମୁଁ ତା ପଛେ ଗୋଡ଼େଇବା ପାଇଁ ତ ରାସ୍ତା ନାହିଁ, ମୁଁ ଗୋଡ଼େଇବି କେମିତି? ଆଉ ହିଡ଼ରେ ମୁଁ ବି ବେଶୀ ଚାଲିପାରେ ନା। ତାପରେ କ'ଣ କରିବା, ଗୋଟେ ବ୍ରାହ୍ମଣଙ୍କୁ ଡାକିଲୁ, କ'ଣ କରିବା, ସବୁ ପ୍ରତିଷ୍ଠା କରିଦିଅ, ଗୋଟେ ଶିବଲିଙ୍ଗ ବସେଇ ଦିଅ, ଜ୍ୟୋତିର୍ବିଭାଙ୍କ ପାଖରେ ଶାରଦାଙ୍କ ମୂର୍ତ୍ତି ରଖିଦିଅ, ଏମିତି ଗୁଡ଼ା ହନୁମାନ ରଖିଦିଅ। ସେ ଏମିତି ତ ରଖିଲୁ। ଆଉ ରଖୁ 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 ପୂଜା କରିବା ପାଇଁ କାହାକୁ ଶାଢ଼ୀ ପିନ୍ଧେଇବେ, କାହାକୁ ଭେଷ କରିବେ, କାହାକୁ ଭୋଗ ଲଗେଇବେ, ଏମିତି ହଉ ହଉ ଏମାନଙ୍କର ସମୟ, ଯେଉଁମାନେ ଆମକୁ ଦେଖିକିରି ଆଇଥିଲେ ତାଙ୍କ ସମୟ ସବୁ ଗଲା। ସିଏ ଆଉ ଧ୍ୟାନ କରନ୍ତି ନାହିଁ କି ଅନନ୍ତଙ୍କୁ ପାଇବା ପାଇଁ, କୃପା ପାଇବା ପାଇଁ ପ୍ରାର୍ଥନା କରନ୍ତି ନାହିଁ। ପୂଜା କଲେ, ଖାଇଲେ, ଶୋଇଲେ, ବୁଲିଲେ। ଆଉ ଯଦି କହିବ ଯେ କ'ଣ ଗଛ ଇଏ କ'ଣ ହଣାହାଣି କର, ନହେଲେ ନାହିଁ। ତେଣୁ ସଜ୍ଜନ ମୁଣ୍ଡ ଭିତରେ ପଶିଲା ଶିଶୁ ଅନନ୍ତଙ୍କ ନବକଳେବର କରିବା। ଇଏ ପିଲାମାନେ ବୋଧେ ଭାବିଲେ ନବକଳେବର ମାନେ ଏଇ ମୂର୍ତ୍ତିଟା ଉଠେଇଲେ
ଆଉ ଗୋଟେ ନୂଆ ମୂର୍ତ୍ତି ବସେଇଦେବେ ଆଉ। 3 ଥର 5 ଥର କହିଲି, କେହି ପଚାରିଲେନି ବାବା ନବକଳେବର କ'ଣ ହେବ, କେଉଁଠି ମୂର୍ତ୍ତି ଗଢ଼ା ହେବ, ସେ କଥା କେହି ପଚାରିଲେ। ମୋର ମୁଁ କହିବାରେ ଲାଗିଛି। ମୁଁ କହିଲି ଆରେ ହେ ମୁଁ ତ ଗୋଟେ ପାଗଳ, ଏ ପାଗଳ ଗୁଡ଼ାକୁ କହିକି ଲାଭ କ'ଣ? ଶେଷରେ ମୋ କାମ ମୁଁ କଲି। ସମସ୍ତ ମୂର୍ତ୍ତିମାନଙ୍କୁ ମନ ଭିତରେ ଜଣେଇଲି, ତୁମେ ଯିଏ ଯେଉଁଠୁ ଆସିଥିଲ ତୁମର ଶକ୍ତି ସେଇଠିକି ଫେରିଯାଅ। ଶିବ ଶିବଙ୍କ ପାଖକୁ ଫେରିଯାଅ, ଶାରଦା ଶାରଦାଙ୍କ ପାଖକୁ ଫେରିଯାଅ, ଗଣେଶ ଗଣେଶଙ୍କ ପାଖକୁ ଫେରିଯାଅ। ଏମିତି ସବୁ ମନେ ମନେ ଜଣେଇଦେଲି, ମୋର ଶୋଇକି ଜଣେଇଲି ଖାଲି। ତଥାପି ଜଣେଇଲି କିନ୍ତୁ ସେଇ କାର୍ଯ୍ୟଟା କରୁନଥାଏ। ହଁ ଆଉ ଟିକେ ଯାଉ, ଆଉ ଟିକେ ଯାଉ, ଆଉ ଟିକେ ଯାଉ। ଏମିତି ମୋ ଦେହ ଖରାପ ହେଲା, ମୋ ମୁଣ୍ଡ ଏମିତି ଖରାପ ହେଲା, ଶେଷରେ ଗୋଟି ଗୋଟି କରି ନିର୍ଦ୍ଦେଶ କଲି, ଏଇଆ କର, ଏ ମୂର୍ତ୍ତି ଉଠାଅ ସେଠି ରଖ, ସେ ମୂର୍ତ୍ତି ଉଠାଅ ସେଠି ରଖ। ଯେଉଁ ଦକ୍ଷିଣ ଦ୍ୱାରରେ ପ୍ରଭୁ ଆମର ପୂଜା ପାଉଥିଲେ ସେଇ ଦକ୍ଷିଣ ଦ୍ୱାରରେ ପୂଜା ହଉ। ସେତେବେଳେ ତ କିଛି ପ୍ରାର୍ଥନା ଫାର୍ଥନା ନଥିଲା, ଟିକେ ପ୍ରାର୍ଥନା ଫାର୍ଥନା ଟିକେ ନ କଲେ ଭଲ ହେବନି, ପ୍ରାର୍ଥନା କର। ଯେଉଁମାନେ କଳିକିଏ ଦାରୁ ଆସିଛନ୍ତି ତାକୁ ଗୋଟେ ଜାଗାକୁ ଛାଡ଼ିଦିଅ, ତାଙ୍କୁ ଲୋକ ଦଣ୍ଡବତ ଦେବେ। ଏଠିକି ତ କେହି ଦଣ୍ଡ ଦେଉନାହାନ୍ତି। କଳିକି ଗଲେ, ଜଗନ୍ନାଥ ଗଲେ, ଶିବ ଗଲେ, ଗଣେଶ ଗଲେ, ହନୁମାନ ଗଲେ, ଆଉ ଆହୁରି କେତେ ମୂର୍ତ୍ତି କୁଆଡ଼େ ଥିଲେ ତାଙ୍କୁ କୁଆଡ଼େ କୁଆଡ଼େ ପଠେଇ ଦେଇଛି। ଏବେ ଏସବୁ ପଠେଇଦେଲି। କହିଲି ଗୋଶାଳା ଗାଈଆଳଙ୍କୁ ଦରମା ଦେଇପାରିବୁନି, ଗାଈମାନଙ୍କ କ୍ଷୀରଟି ତ ଆମେ ପିଇପାରୁନୁ, ଆଉ କାହିଁ ଗାଈମାନେ ରହିବେ? ଗାଈ ବିକ୍ରି ହେବନି। ଆମେ ହିନ୍ଦୁ, ଗୋଦାନ କର। ବ୍ରାହ୍ମଣଙ୍କୁ, ଦରିଦ୍ର ଲୋକଙ୍କୁ ସ୍ନେହୀ ମାନ। ତାଙ୍କୁ କହିଦେବ ଏ ଗୋହତ୍ୟା ପାଇଁ ଆମେ ଦାନ କରୁଛୁ। ସେଇଆ ହେଲା। ଆସ୍ତେ ଆସ୍ତେ ସେମାନେ ଗଲେଣି, ଆଉ କେତୋଟି ଅଛନ୍ତି ସେ ବି ଯିବେ। ଆଉ ମେଣ୍ଢା, ଛେଳି, କୁକୁଡ଼ା, ବତକ ସବୁ ଅଛନ୍ତି, ସେଗୁଡ଼ା ଏଠି ବୁଲୁଛନ୍ତି। ଆଉ କାରଣ ଜୀବ ସେବା କରେ ଯେଉଁজন ସେଇজন ସେବିକା। ମୁଁ ଈଶ୍ୱରଙ୍କୁ ମୋର ପୂଜା କରି ମେଣ୍ଢା ପାଳିବି, ମୋର କୁକୁଡ଼ା ପାଳିବି, ଛେଳି ପାଳିବି, ତମେ କିଏ କହିବାକୁ ମୋତେ? ତମର କେଉଁଠି ଅଧିକାର ଅଛି? ଇଏ ମଠ କ'ଣ ତମେ କରିଥିଲ? ମୋତେ କ'ଣ ତମେ ବାବାଜୀ କରିଥିଲ? ମୋତେ କ'ଣ ତମେ ଡାକିକି ଏଠିକି ଆଣିଥିଲ? ପାଠ ପଢ଼ୁଥିଲି। ତେଣୁ ଧନୁ ଖପର ଭାଙ୍ଗିଛି ଯିଏ, ଧନୁ ଧରିବ ସିଏ। ତୁମେ କାହିଁ ଏତେ ବ୍ୟସ୍ତ ହେଉଛ? ଶିବ ଅଛନ୍ତି ଅନନ୍ତ ସରୋବର ଭିତରେ। ଏହି ଶ୍ରାବଣ ମାସରେ ଗୋଟିଏ ଦିନ ଆମେ ସ୍ଥିର କରିବୁ, 108 ଜଣ ବ୍ରାହ୍ମଣ, 108ଟି ଯଜମାନଙ୍କୁ ନେଇ ଖୁବ୍ ଅଳ୍ପ ପଇସାରେ, କ୍ଷୀର ଦହି ଫହି ଲାଗିବନି, ଇଏ ଢଳା ହେବନି, ଭୋଗ ହେବ। କେବଳ ଜଳରେ ଅଭିଷେକ କରି ମହିମନ ପଡ଼ିବେ। ମା ରାମଚନ୍ଦ୍ରଙ୍କୁ ସେଠି ପୁଷ୍ପାଞ୍ଜଳି ଦେବେ ଏବଂ ପୃଥିବୀର ଶାନ୍ତି ପାଇଁ ପ୍ରାର୍ଥନା କରିବେ, ନିଜ ପରିବାର ପାଇଁ ପ୍ରାର୍ଥନା କରିବେ। ସେ ଗୋଟେ ଭଲ ଲୀଳାଟିଏ ହେବ। ଇଏ ଯଜ୍ଞ ଯେ ଅକ୍ଷୟ ତୃତୀୟା ଠାରୁ ଲଗେଇଛନ୍ତି ଗୋଟେ ମେଳା, ତାକୁ ଆମେ ଯେତେ କାଟିଲା ବେଳକୁ ସିଏ ଗଲା ବଢ଼େଇ ଚାଲିଛନ୍ତି। ଏଥର କେହି ବଢ଼େଇ ପାରିବ। ତ୍ରୟୋଦଶୀ ଦିନ ଅଧିବାସ, ଚତୁର୍ଦ୍ଦଶୀ ହେଉଛି ଆମର ମେଳା, ପୂର୍ଣ୍ଣମୀ ଦିନ ଶେଷ।
ଯିଏ ପଢ଼େଇବ ସେ ତାର କହିବ ମୋର ମୁଁ ଗାଡ଼ି କରି ପଢ଼େଇବି। ଯୋଉଠି ଗୋଟେ ଆପଣ କଟକରେ ରହିଛି। ତେଣୁ ସଜ୍ଜନ କଥାଟି ହେଉଛି ସେଇ କଥାଟି ମୋର ମନେ ପଡ଼େ। ଆଡ଼େ ସାଡ଼େ ମନରିଗଲା। ଗୀତଟି କେତେ ସୁନ୍ଦର ହେଇଛି। ଆରେ କିଏ ବଜେଇବ? ତୁ ତ ଏଇଠି ବସିଲୁ, ସିଏ କିଏ ବଜେଇବ? ପ୍ରଭୁ ପାଦ ତଳେ ପ୍ରଣତି ଢାଳେ, ତୋଳି ପୂଜା ଫୁଲ ସଞ୍ଜ ସକାଳେ, ତୋଳି ପୂଜା ଫୁଲ ସଞ୍ଜ, ତୋଳି ପୂଜା ଫୁଲ ମଙ୍ଗଳମୟ ତୁମରି କରୁଣା, ଜୀବନରେ ଭରି ସକଳ କାମ, ମଙ୍ଗଳମୟ ହେ ତୁମରି କରୁଣା, ଜୀବନରେ ହରି ସକଳ ଓ ଗାଏ ନିବେଦନ, ଗାଏ ନିବେଦନ, ପ୍ରଭୁ ପାଦ ଆମେ ଯୋଉଠି ଥିଲେ ସେଇ ଜାଗା ରହିବୁ। ଆମେ ଦେଖିଛୁ, ତୁମେ ଯଦି ଦେଖିନାହ ଦେଖିବାକୁ ଚେଷ୍ଟା କର। ଦେଖିଛ କି ବନ୍ଧୁ, ଦେଖିଛ କି ସେ ଆଖି ଆଲୋକ, ଦେଖିଛ କି, ଦେଖିଛ କି ବନ୍ଧୁ, ଦେଖିଛ କି বন্ধু বন্ধু জীবনর যেতে অন্ধ তিমির ধোই দিয়ে যার
ହସର ଜୁଆର ଆବା বন্ধুরে যেতে মমতা উচ্ছুড়া অমৃত পখড়া মমতা মমতা উচ্ছু অমৃত পখড়া প্রিয় বন্ধুকে দেখিছ কি প্রিয় বন্ধু দেখিছ কি দেখি দেখি ବଳିଆ ଦେଖିଛି ଜଗନ୍ନାଥ ଠିଆ ହେଇକି 6 ଘଣ୍ଟା ଦେଖିଛି। ମୋର ମାନସ ଗୁରୁଙ୍କୁ ଅନ୍ଧାରରେ ଠିଆ ହେଇ 6 ଘଣ୍ଟା ଦେଖିଛି। ତଥାପି ମୁଁ ଫେରିପାରିନି। ଆଜି ବି ସେ ରୂପ ନାଚୁଛି। ଅନନ୍ତଙ୍କୁ ଶୟନେ ସ୍ୱପ୍ନେ ଜାଗରଣେ ତାଙ୍କର ମହିମାକୁ ଅନୁଭବ କରିଛି। ତୁମେ କରିନା, ତୁମେ ଗୋଡ଼ି ମାଟି ପଥରକୁ ମାନିବ, ମୁଁ କ'ଣ କରିବି? ତେବେ ଦେଖିଛୁ, ଆହୁରି ମଧ୍ୟ ଦେଖିବୁ। ଜୀବନର ଶେଷ ଜବନିକାରେ ସେ ଟିକେ ଦେଖାଦେଲେ ସେତିକି ଆମର କଥା ସରିବ। ମୋର କର୍ଣ୍ଣଗୁରୁ ରାଜୀବ ଲୋଚନ ଧଡ଼ି ବାବା ସେ ଗୋଟିଏ ଗୀତ ଗୁରୁ ବନ୍ଦନାରେ ଲେଖିଥିଲେ, ଏତିକି ମୋତେ ଚେତାଉ ଥିବ ମନରେ ରହି ନାମକୁ ନ ଛାଡ଼େ ଏହି ଆଜ୍ଞା ପାଗଳା ରାଜି ପ୍ରତିଟି ଗୁରୁ ଦୃଷ୍ଟି ରଖିବ ପ୍ରାଣ ପ୍ରୟାସ ସେତିକି ଆମର ଜୀବନର ବାଗୁଡ଼ି। ଏ ଜଗତରେ ଯେତେ ଗୁରୁବର୍ଗ ଅଛନ୍ତି, କେତେ ପ୍ରାର୍ଥନା ଗଢ଼ିଛନ୍ତି, କେତେ ନୀତି ନିୟମ କରିଛନ୍ତି, କେତେ ଚିତା ଚନ୍ଦନ ତିଲକରେ ଭୂଷିତ ହେଇଛନ୍ତି। ବଳିଆ ଏସବୁକୁ ଦେଖିକିରି ଆନନ୍ଦ ହେଇଛି, କିନ୍ତୁ ଭାବିଛି ଲାଭ କ'ଣ ହେଲା? ସମସ୍ତେ ତୁମେ ଫେଲ୍ ହେଇଗଲ, ପରୀକ୍ଷାରେ ପାସ୍ କରିପାରିଲ। ତୁମେ ଭଲ ପରୀକ୍ଷକ, ଭଲ ଶିକ୍ଷକ ଆସିଥିଲ ଶିକ୍ଷା ଦେବା ପାଇଁ,
କିନ୍ତୁ ପୁଳାଏ ପୁଳାଏ କ'ଣ ଶିକ୍ଷା ଦେଲ, ସେ କ'ଣ କଲେ, ତାଙ୍କ କଥା ତାଙ୍କର, ତମ କଥା ତମର। ଆଜି ବି ବଳିଆ ଗୋଟିଏ ପ୍ରଣାମ ସେଇ ଅନନ୍ତ କ୍ଷେତ୍ରରେ କରୁଛି। ହେ ଗୁରୁବର୍ଗ, ହେ ଅନନ୍ତ, ହେ ନିରାକାର, ସେଇ ମହାଶୂନ୍ୟରେ ଆପଣମାନେ ଯଦି ଅଛନ୍ତି, ଇଏ ବିଶ୍ୱର ଲୋକମାନଙ୍କୁ ଟିକେ ବୁଝେଇ ଦିଅନ୍ତୁ ଭଲ ପାଇବା କ'ଣ, କର୍ମ ପ୍ରକୃତରେ କ'ଣ, ଧର୍ମ ପ୍ରକୃତରେ। ଏତିକି କହି ମୋର ପ୍ରିୟ ଗୁରୁଦେବମାନଙ୍କୁ ପ୍ରଣାମ ଜଣାଉଛି, ଅନନ୍ତଙ୍କ ପାଦରେ ସମର୍ପିତ ହେଉଛି। ରଥାରୂଢ଼ ଜଗନ୍ନାଥ ଏବଂ ତୁଳସୀ କ୍ଷେତ୍ରର ବଳଦେବ, ମାଟି ଶାନ୍ତ ଅନନ୍ତ ଜ୍ୟୋତିର୍ପ୍ରଭା, ମାଟି ଶାନ୍ତାଣୀ ଏବଂ ମାଟି ଶାନ୍ତ ଅଚ୍ୟୁତାନନ୍ଦ ମହାପୁରୁଷ। ଦୀପ ଜଳିଲା, ଚାନ୍ଦୁଆରେ ଲାଗିଲା, ଲୋକ ପୋଡ଼ି ହେଇନାହାନ୍ତି, ସବୁ ଜଳିଗଲା। ଲକ୍ଷ୍ମୀ ବରାହଙ୍କ ପାଖରେ ଆଳିରେ ଦୀପ ଲଗଉ ଲଗଉ ଶାଢ଼ୀରେ ଲାଗିଲା, ବାରଣାସୀ ଲୋକଟା ପୋଡ଼ି ହେଇଗଲା। କେଦାରନାଥରେ ଦିନକୁ ଲକ୍ଷ ଲକ୍ଷ ଦୀପ ଜଳିଲା, ଅମ୍ଳଜାନ ଜଳିଗଲା। ଅଙ୍ଗାରକାମ୍ଳରେ ପୁଣି ଏମିତି ହେଲା ଯେ ବାଦଲ ଫଟା ବର୍ଷା ହେଇ ହଜାର ହଜାର ଲୋକ ମରିଗଲେ। ମନରେ ଅଚ୍ୟୁତାନନ୍ଦଙ୍କର ବିଘଟନ ଶୁଣି ମୁଁ କହିଲି, ହେ ଦୀପ ଦେବତା, ହେ ଅଗ୍ନି ଦେବତା, ତୁମେ ସେଇ ସୂର୍ଯ୍ୟଙ୍କ ପାଖରେ ଥାଅ, ଏଠି ଆଉ ଦୀପ ଲାଗିବନି। ଟିକେ ଆଳତି ହେବ, ଟିକେ ସଞ୍ଜ ଦିଆଯିବ, ଦୀପ ଲାଗିବନି, ଭୋଗ କିନ୍ତୁ ହେବ। ଶେଷରେ ପ୍ରଣାମ ଜଣେଇ ରଥାରୂଢ଼ କାଳିଆ ବଳିଆ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମକୁ ପ୍ରାର୍ଥନା କରି ଏ ସେବକ ବଳିଆ ଏଇଠି କଥାକୁ ବିଶ୍ରାମ ଦେଉଛି। ଗଛଟିଏ ଲଗେଇବେ ଆଉ ବଞ୍ଚିବେ। ଜୟ ଜୟ ରାଧାର